ଓଡ଼ିଶାର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ, ଉତ୍ତରରେ ପଶ୍ଚିମବଙ୍ଗ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ରହିଛି। ଓଡ଼ିଶାର ସୀମା ବଙ୍ଗୋପସାଗର ସହିତ 450 କିଲୋମିଟର ପର୍ଯ୍ୟନ୍ତ ଲାଗିଛି। ତେବେ ଓଡ଼ିଶାର କେତୋଟି ଜିଲ୍ଲା ଏବଂ କେଉଁ କେଉଁ ଜିଲ୍ଲା ବଙ୍ଗୋପସାଗର ସହିତ ଲାଗିଛି? ଓଡ଼ିଶାର 7ଟି ଜିଲ୍ଲା ବଙ୍ଗୋପସାଗର ସହିତ ଲାଗିଛି। ସେଗୁଡ଼ିକ ହେଉଛନ୍ତି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ। ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମକୁ ଲାଗିକି ସୁନ୍ଦର ଚିଲିକା ଲେକ୍ ରହିଛି, ଯାହାକି ଏସିଆର ଲାର୍ଜେଷ୍ଟ ବ୍ରେକିସ୍ ୱାଟର ଲାଗୁନ୍ ଅଟେ। ତେବେ ଆପଣ ମୋତେ କମେଣ୍ଟ ଲେଖି ଜଣାନ୍ତୁ କି ଚିଲିକା ଲେକ୍ କେଉଁଥିପାଇଁ ପ୍ରସିଦ୍ଧ? ଓଡ଼ିଶାକୁ 3ଟି ଡିଭିଜନ, 58ଟି ସବ୍ ଡିଭିଜନ, 30ଟି ଡିଷ୍ଟ୍ରିକ୍ଟ, 317ଟି ତହସିଲ ଏବଂ 314ଟି ବ୍ଲକ୍ସରେ ବିଭକ୍ତ କରାଯାଇଛି। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି ଓଡ଼ିଶାକୁ ଯେଉଁ 30ଟି ଜିଲ୍ଲାରେ ବିଭକ୍ତ କରାଯାଇଛି ସେଗୁଡ଼ିକ କ'ଣ କ'ଣ, ତାହେଲେ ଆପଣ ଏହି ଭିଡ଼ିଓଟିକୁ ଦେଖିପାରିବେ। ତା ସହିତ ଯଦି ଆପଣ ଆଗକୁ ମଧ୍ୟ ଏପରି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରିନିଅନ୍ତୁ।